ପିତାବୁ ପିତାବୁ ପିତା ଉପରେ କାଇଁ ବସିଛୁ? ମୁଁ କେମିତି ଜାଣିବି? ତୁମେ ଯାଇ ପଚାରୁନ। ପିତା ତୋର କଣ ହେଇଛି? ଏମିତି ମୋ ଉପରେ କାଇଁ ବସିଛୁ? କଣ କହିବି ତମକୁ? ତମେ ପରା କହିଥିଲ ମତେ ପୁରୀ ନେଇଯିବ ବୋଲି। ମୁଁ ତ ଏଡ଼ିକିରୁ ଏଡ଼େ ବଡ଼ ହେଲିଣି, ଆଉ କେବେ ମତେ ପୁରୀ ନେଇଯିବ କହିଲ? ହଉ ଏଇ କଥା ତୁ ଆଉ ମନ ଦୁଃଖ କରନା। ଏଇ ରବିବାର ଦିନ ମୁଁ ତ ନିଶ୍ଚୟ ପୁରୀ ନେଇଯିବି। କଣ ସତ କହୁଛ ବାପା? ହଁ ଇଏ ପୁରୀ ଯିବା। କୃଷ୍ଣ କୃଷ୍ଣ ହରେ 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 ରାମ 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 ହରେ ହରେ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଓହୋ କେତେ ଗରମ। ଓହୋ କେତେ ଗରମ ହଉଛି ବାପା। କୋଉଠି ଗୋଟେ ଗଛ ଦେଖ ଟିକେ ବିଶ୍ରାମ ନେବା। ଆଲୋ ମା ଏଠି ଗଛ କୋଉଠି ଆସିବ? ଦେଖୁଛୁ ତ ଜନ ସମୁଦ୍ର। ଏ କଣ ଆମ ଗାଁ ହୋଇଛି? ଏ ପା ସହର। ହଉ ଚାଲ ଆଗ ଜଗନ୍ନାଥଙ୍କୁ ଦର୍ଶନ କରି ଆସିଲା ପରେ ଏଠୁ କଥା। ହଁ ହଁ ବାପା, ମାମୁଁ ଘର ଦେଇ ପାଖରେ। ଜଗନ୍ନାଥଙ୍କ ଦର୍ଶନ ସାରି ଆମେ ମାମୁଁ ଘରେ ଯାଇ ବିଶ୍ରାମ କରିପାରିବା। ହଁ ହଁ ମା ଠିକ କହିଛୁ। ତେବେ ଚାଲ ବାପା। ଗାଧେଇଲା। ବାପା ତମେ କଣ ଏତେବେଳେ ହଠାତ୍? ତା କଥା କହନା କହନା। କାଇଁ କଣ ହେଲା ପିଇସା? ଜିଦ୍ ଧରି ବସିଥିଲା ଜଗନ୍ନାଥଙ୍କୁ ଦର୍ଶନ କରିବ ବୋଲି। ସେଥିପାଇଁ ବା ପୁରୀ ନେଇକି ଆସିଥିଲି। ଓହୋ ଓହୋ ସବୁ କଥା କଣ ଏଇ ବାହାରେ ସାରିଦବୁ ନା କଣ? ମତେ ଟିକେ ଭିତରକୁ ଡାକେ। ଗରମରେ ମୋ ଦେହ କଣ ହେଇଗଲାଣି। ମତେ ଟିକେ ପାଣି ତ ଦେ। ଅମିତା ବାପା ଭିତରକୁ ଆସ, ପାଣି ଦଉଛି। କଣ ଏତେ ଥଣ୍ଡା? ଅମିତା ବାପା ଫ୍ରିଜରୁ ଆଣିଛି, ପିଇ ଦିଅ, ଭଲ ଲାଗିବ। କାଇଁ ତମ ଘରେ କଣ ମାଠିଆ ନାହିଁ? ମାଠିଆ କୋଉଠୁ ଆସିବ? ଆରେ ଏତେ ଥଣ୍ଡା ପାଣି ପିଇଲେ ଥଣ୍ଡା ଜ୍ୱର ହେବାର ସମ୍ଭାବନା ରହିଛି। ମୁଁ ଛାଡ ସେସବୁ କଥା। ଫ୍ୟାନଟା ଲଗେଇଦେଲୁ, ଗରମରେ ମୋ ଦେହ କଣ ହେଇଗଲାଣି। ଫ୍ୟାନରେ ବସିବ, ଏସି ଲଗେଇ ଦଉଛି, ଏସିରେ ବସ, ଜଲ୍ଦି ଥଣ୍ଡା ହେଇଯିବ। କଣ ହେଲା? ପ୍ରଥମତଃ ଥଣ୍ଡା ପାଣି, ତା ଉପରେ ପୁଣି ଏସି, ଦେହ ତ ପୁରା ଖରାପ ହେଇଯିବ। ହଉ ଦିବ୍ୟ ଭୋଗଟା ନେ। ପିଇସା କଣ ଓଦା ହେଇଯାଇଛି? କାମରେ ଆମ ସବୁ ଓଦା ହେଇଗଲା। ନାଇଁ ପଲିଥିନ ନଥିଲା କି? ପଲିଥିନରେ ଆଣିଥିଲେ ଓଦା ହେଇନଥାନ୍ତା। କଣ ହେଲା? ପଲିଥିନ? ଦିବ୍ୟ ତୁ କଣ ଜାଣିନାହୁଁ? ପଲିଥିନ ଆମ ମୃତ୍ତିକାରେ ଥିବା ଜଳ ସ୍ତରକୁ କମାଏ, ମୃତ୍ତିକାକୁ ପ୍ରଦୂଷିତ କରାଏ। କେବଳ ଏତିକି ନୁହେଁ, ଏହା ମଧ୍ୟ ବାୟୁମଣ୍ଡଳକୁ ପ୍ରଦୂଷିତ କରାଏ। ଏଇ ତ ତମ ସହରୀ ଲୋକ ଏ ଦୁନିଆଟାକୁ ପୁରା ଧ୍ୱଂସ କରି ସାରିଲାଣି। ଆମ ବିଜ୍ଞାନ ଦିଦି କହୁଥିଲେ ଏସି ଏବଂ ଫ୍ରିଜରୁ ଏକ ପ୍ରକାରର ବିଷାକ୍ତ ଗ୍ୟାସ ବାହାରେ, ଯାହାର ନାମ ହେଉଛି CFC, କ୍ଲୋରୋଫ୍ଲୋରୋକାର୍ବନ, ଯାହା ଫଳରେ ଓଜୋନ ସ୍ତର ଛିଦ୍ରଯୁକ୍ତ ହୋଇଥାଏ, ଯାହା ଫଳରେ ସୂର୍ଯ୍ୟଙ୍କର ଅତି ବାଇଗଣୀ ରଶ୍ମି ଆମ ଚର୍ମରେ ପଡ଼େ ଏବଂ ଚର୍ମ କର୍କଟ ରୋଗ ହୋଇଥାଏ। କେବଳ ଏତିକି ନୁହେଁ ଦିବ୍ୟ, ଏହା ମଧ୍ୟ ଆମ ଶରୀରରେ ଥିବା DNA ଅଣୁରେ କୁପ୍ରଭାବ ପକାଏ। ହଁ ପରା ଦିବ୍ୟ, ଏଣୁ ଯଥାସମ୍ଭବ ଏହାର କମ୍ ବ୍ୟବହାର କରିବା ଉଚିତ। ଦେଖିଲୁ ତ ଦିବ୍ୟ ମୋ ମାର କେତେ ବୁଦ୍ଧି। ଛାଡ଼ ସେ ବାଜ୍ୟ କଥା। ମୁଁ କିଛି ବେକାର କଥାବାର୍ତ୍ତା କରୁନାହିଁ ବାବୁ। ମୁଁ ଯାହା କହୁଛି ସବୁ ସତ କଥା କହୁଛି। ହଉ ଚାଲ, ରୋଷେଇ ହେଇଛି, ଖାଇ ପିଇକି ଯିବ। ମୁଁ ଯାଉଛି ଗୋଟେ ନୂଆ ଇଣ୍ଡଷ୍ଟ୍ରି ପାଇଁ ଜାଗା ଠିକ କରିବା ପାଇଁ। କଣ ହେଲା ମାମୁଁ? ତମେ ପୁଣି ନୂଆ କଳକାରଖାନା ତିଆରି କଲ? ଆଉ କେତେ ଜଙ୍ଗଲ ସଫା କରିବ ତୁମେ? ତୁମେ କଣ ଜାଣିନାହଁ? ଏହି କଳକାରଖାନାରୁ ବାହାରୁଥିବା ବିଷାକ୍ତ ଗ୍ୟାସ ବାୟୁମଣ୍ଡଳରେ ମିଶି ବାୟୁମଣ୍ଡଳକୁ ପ୍ରଦୂଷିତ
ଦୂଷିତ କରିଥାଏ। ସେଇଥିପାଇଁ ତ ଅନିୟମିତ ବର୍ଷା, ଅମ୍ଳ ବର୍ଷା, ବନ୍ୟା, ବାତ୍ୟା, ମରୁଡ଼ି, ଭୂମିକମ୍ପ, ବିଶ୍ୱତାପନ ଏବଂ ଗ୍ରୀନହାଉସ ଇଫେକ୍ଟ ପରି ଉତ୍କଟ ସମସ୍ୟା ଦେଖାଯାଏ। ହଉ, ତୋ କଥା ତୁ ବୁଝ, ମୋ କଥା ମତେ ବୁଝିବାକୁ ଦେ। ସାର୍ ମିଟିଂ ପାଇଁ ଲେଟ୍ ହେଉଛି, ଚାଲନ୍ତୁ ଯିବା। ହଉ ଚାଲ, ମନ କରି ଖାଇକି ଯିବ। ମା ଏ ଦୁଇ ଜଣ ଲୋକ କଣ ଆମ ଆଡ଼କୁ କୁଆଡ଼େ ଦେଇ ମାରି ଆସୁଛନ୍ତି? ସେ ତାଙ୍କୁ କିଛି କାମ ପାଇଁ ଆସିଥିଲେ। ଆରେ ସତେ ତ, ଏମାନେ ଆମ ଆଡ଼କୁ କଣ ମାରି ଆସୁଛନ୍ତି? ଆମକୁ ମାରିଲେ ନା କଣ? ଗୋଟି ଗୋଟି କରି ସବୁ ଗଛ ତ ମାରି ସାରିଲେଣି, ବାକି ଯାହା ଆମେ ଥିଲୁ। ହଁ, ଏଇ ଜାଗାଟା ହିଁ ଆମ ଇଣ୍ଡଷ୍ଟ୍ରି ପାଇଁ ପୁରା ପରଫେକ୍ଟ ଜାଗା। ଏଇଠି ଆମେ ଆମ ଇଣ୍ଡଷ୍ଟ୍ରି କାମ ଆରମ୍ଭ କରିଦେବା। ଆଜ୍ଞା ସାର୍। ହଉ, 2-3 ଦିନ ଭିତରେ ଏଇ ଇଣ୍ଡଷ୍ଟ୍ରି କାମ ସରିବା ଦରକାର। ଆଜ୍ଞା ସାର୍। ନା ନା ଆମକୁ ହାଣ ନା, ଆମେ ବଡ଼ ହୋଇ ଆପଣମାନଙ୍କର ଉପକାର କରିବୁ। ତମେ ଆମର କି ଉପକାର କରିବ? ଆମେ ବଡ଼ ହୋଇ ଫୁଲ ଦେବୁ, ଫଳ ଦେବୁ, ଅମ୍ଳଜାନ ଦେବୁ, ଛାଇ ଦେବୁ, ଆଶ୍ରୟ ଦେବୁ ଓ ଖାଦ୍ୟ ଦେବୁ। ଏତିକି? ରୁହ, ଆମେମାନେ ଅଙ୍ଗାରକାମ୍ଳ ପରି ବିଷାକ୍ତ ଗ୍ୟାସ ଗ୍ରହଣ କରି ଅମ୍ଳଜାନ ଦେଉଛୁ। ଅମ୍ଳଜାନ ହେଉଛି ଏ ସାରା ଜୀବଜଗତର ଜୀବନ। ଅମ୍ଳଜାନ ନଥିଲେ ତୁମେମାନେ ବଞ୍ଚିବ କିପରି? ଆମେମାନେ ମୃତ୍ତିକା ଗ୍ରାହକରେ ରଖୁଛୁ, ବିଶ୍ୱ ତାପନକୁ ରଖୁଛୁ, ଠିକ୍ ସମୟରେ ବର୍ଷା କରାଉଛୁ। ଆମକୁ ହାଣ ନା। ଏତିକି କରାଉଛ? ହଉ ଶୁଣ, ଆମେମାନେ ଅଳ୍ପ ଉପକାର କରୁଛୁ।
ବର୍ଷା ଦିନରେ ବି ଖରା ଆଉ ଖରା ଦିନ କଥା ତତେ କଣ କହିବି ଖରା ଦିନେ ତ ଗରମରେ ରହି ହେଉନାହିଁ ହଁ ମା ସେଇଟା ତ ଠିକ କଥା ହଉ ମା ଆମେ ଏସବୁ କଥା ପଛରେ କଥା ହେବା ମୋତେ ଭାରି ଭୋକ କଲାଣି ଠିକ ଅଛି ତୁ ଯା ଗୋଡ଼ ହାତ ଧୋଇଆ ମୁଁ ତୋ ପାଇଁ ପଣ୍ଡିତ ବାଢ଼ି ଦଉଛି ଆଚ୍ଛା ବାପା କୁଆଡ଼େ ଗଲେ କି ବାପା ପଛରେ ଆସୁଛନ୍ତି ମା କଣ କରିଦଉଛି ମା ତୁମେ ଗଲା ପରଠାରୁ ଏଠାରେ ଗୋଟେ ମଢ ପଡିଛି ଯେ ଗନ୍ଧରେ ଏଠାରେ ପଶି ହେଉନାହିଁ ମଢଟାକୁ କାଉ ବିଲୁଆ ଶାଗୁଣା କେହି ବି ମୁହଁ ମାରୁନାହାନ୍ତି ସତେ ଯେପରି ସେମାନେ ତ ଆଜି କିଛି ଦେଖା ହିଁ ଯାଉନାହାନ୍ତି ଦେଖା ଯିବେ ବା କେମିତି ମା ସେମାନଙ୍କର ବଂଶ ତ ଧୀରେ ଧୀରେ ଲୋପ ପାଇଗଲାଣି ମୁଁ ବିଜ୍ଞାନ ବହିରୁ ପଢିଥିଲି ଆମେ ଅଧିକ ଫସଲ ଉତ୍ପାଦନ କରିବା ପାଇଁ ଯେଉଁ ରାସାୟନିକ ସାର ଏବଂ କୀଟନାଶକ ପ୍ରୟୋଗ କରିଥାଉ ସେଥିରୁ ଏକ ପ୍ରକାରର ରାସାୟନିକ ପଦାର୍ଥ ବାହାରିଥାଏ ଯାହାର ନାମ ହେଉଛି DDT ଡାଇକ୍ଲୋରୋ ଡାଇଫିନାଇଲ୍ ଟ୍ରାଇକ୍ଲୋରୋଇଥେନ୍ ଯାହାକୁ ଖାଇ ଏହି ପକ୍ଷୀମାନେ ନିଜର ଅଣ୍ଡଜକୋଷର ଖୋଳପା ତିଆରି କରିପାରନ୍ତି ଯେହେତୁ ଏମାନେ ଅଣ୍ଡଜ ପ୍ରାଣୀ ଅଣ୍ଡା ବିନା ଛୁଆ ଆସିବ କୁଆଡୁ ମା ସତେ କି ବିଦ୍ୟା ହଁ ପରା ମା ଆଲୋ ମା ଦେଖିଲୁ ସେଠାରେ କଣ ଶାଗୁଣାଟା ପଡି ଏମିତି ଛଟପଟ ହେଲାଣି ହଁ ମା ବାୟୁମଣ୍ଡଳ ତ ଅଧିକରୁ ଅଧିକ ପ୍ରଦୂଷିତ ହୋଇଗଲାଣି ୟାଙ୍କ ଭଳି ଆଉ କେତେକ ହିଁ ଜୀବ ବଞ୍ଚୁଛନ୍ତି ସେମାନେ ମଧ୍ୟ ଠିକ ଏହିଭଳି ଅକାଳରେ ମୃତ୍ୟୁବରଣ କରୁଛନ୍ତି ଆରେ ମିତା କଣ କରୁଛୁ ଆରେ ମହେଶ ବାବୁ ଆପଣ କଣ ଗନ୍ଧ ହଉଛି ମିତା ପରା ଏ ଗନ୍ଧ ବିଷୟରେ କହୁଥିଲା ହଁ ମୁଁ ସବୁ ଶୁଣିଛି ସେଥିପାଇଁ ତ ମୁଁ କୀଟନାଶକ ଔଷଧ ରାସାୟନିକ ସାର ବ୍ୟବହାର ନ କରି ଜୈବିକ ସାର ବ୍ୟବହାର କରୁଛି ଜୈବିକ ସାର ସିଏ ପୁଣି କଣ ଏଇ ଯେମିତି ପଚାସଢ଼ା ପନିପରିବା ଚୋପା ଗୋବର ଖତ ନଡ଼ିଆ କତା ଇତ୍ୟାଦି ଜୈବ ସାର ବ୍ୟବହାର କରି ମୁଁ ମୋ ପରିବାର ପାଇଁ ଯଥେଷ୍ଟ ପରିମାଣରେ ପନିପରିବା ଉତ୍ପାଦନ କରୁଛି ସେଥିପାଇଁ ତ ମୋ ପରିବାର ନିରୋଗୀ ଏଇ ଯେମିତି ଡାଇବେଟିସ୍ ବ୍ଲଡ୍ ପ୍ରେସର ହାର୍ଟ ଆଟାକ୍ ଚର୍ମ କର୍କଟ କିଡନୀ ରୋଗରେ ପୀଡ଼ିତ ହେଉଛନ୍ତି କେବଳ ଏଇ ଦୂଷିତ ଖାଦ୍ୟ ଖାଇ ସେଥିରୁ ମୁଁ ବଞ୍ଚିତ କାରଣ ଏ ପର୍ଯ୍ୟନ୍ତ ମୋ ପରିବାରରେ କେହି ହେଲେ ଏ ରୋଗରୁ ଆକ୍ରାନ୍ତ ହୋଇ ଡାକ୍ତରଙ୍କୁ ପଇସା ମାଗିନାହାନ୍ତି ସେଥିପାଇଁ ମୁଁ ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦଉଛି ମେଡିକାଲରୁ ଯାହାର କଣ ହେଇଛି ମୋ ପୁଅର କଣ ହେଇଛି ହଉ ହଉ ତୁ ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚୁଛି ହଉ ଡକ୍ଟର 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 ମୋ ପୁଅର କଣ ହେଇଛି ଡକ୍ଟର ମୋ ପୁଅର କଣ ହେଇଛି ଏଠାକୁ ଆସନ୍ତୁ ଆପଣଙ୍କ ପୁଅର ଦେହ ବହୁତ ଖରାପ ତା ଦେହ ଏତେ ଖରାପ ହେଲା କେମିତି କଣ ହେଇଛି ଡକ୍ଟର ତା ଦେହ ଆପଣଙ୍କ ପୁଅର 2ଟି ଲଙ୍ଗ ଆଉ 2ଟି କିଡନୀ ନଷ୍ଟ ହେଇଯାଇଛି ପ୍ଲିଜ ଡକ୍ଟର ବାବୁ ପ୍ଲିଜ ତାକୁ ଯେମିତି ହେଲେ ବଞ୍ଚାଇ ଦିଅ ସେ ମୋର ଗୋଟାଏ ମିନିଟ୍ କଣ ଯେତେ ଟଙ୍କା ଖର୍ଚ୍ଚ ହେବ ମୁଁ ଖର୍ଚ୍ଚ କରିବି ପ୍ଲିଜ ଡକ୍ଟର କିନ୍ତୁ ତାଙ୍କୁ ବଞ୍ଚାଇ ଦିଅ ଯଦି ଟଙ୍କା ଦେଇ ମଣିଷର ଜୀବନ ବଞ୍ଚେଇ ହୁଅନ୍ତା ତାହେଲେ ଆଜିକାଲି କେହି ମରନ୍ତେ ନାହିଁ ଆଜିକାଲି ପ୍ରଚୁର ପରିମାଣରେ ରାସାୟନିକ ସାର ପ୍ରୟୋଗ ଜନସଂଖ୍ୟା ବୃଦ୍ଧି କଳକାରଖାନା ବୃଦ୍ଧି ଅଧିକ ଯାନବାହନ ଚଳାଚଳ ଦ୍ୱାରା ଜଳ ପ୍ରଦୂଷଣ ବାୟୁ ପ୍ରଦୂଷଣ ମୃତ୍ତିକା ପ୍ରଦୂଷଣ ଶବ୍ଦ ପ୍ରଦୂଷଣ ଦ୍ୱାରା ବାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା କମି ଅଙ୍ଗାରକାମ୍ଳର ମାତ୍ରା ବଢ଼ିବା ଫଳରେ ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଛି ଏବଂ ଆପଣ ଜାଣନ୍ତି ସେହି ବିଷାକ୍ତ ବାୟୁକୁ ଜୀବଜଗତ ନିଜ ଶ୍ୱାସକ୍ରିୟାରେ ନେଇ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି ମ୍ୟାମ୍ ଦିବ୍ୟା ଇଜ୍ ନୋ ମୋର୍ କଣ କହୁଛ ତମେ କଣ ହେଲା ମୋ ପୁଅର ହେ ଭଗବାନ କଣ କଲି ମୁଁ ନିଜ ହାତରେ ନିଜ ପୁଅକୁ ମାରିଦେଲି ଆପଣା ହସ୍ତେ ଜିହ୍ବା ଛେଦି କିଏ ଅଛି ତାର ପ୍ରତିବାଦୀ ମୋ ପରି ଅନେକ ପିତାମାତା ମାନେ ତାଙ୍କ ସନ୍ତାନ ମାନଙ୍କୁ ହରାଇଥିବେ
ଆଜି ତାଙ୍କ ମାନଙ୍କ ଅଭିଶାପ ମୋ ଉପରେ ପଡ଼ିଗଲା। ଓଃ କି କଷ୍ଟ, ଛାତିଟା ଫାଟିଗଲା ପରି ଲାଗୁଛି। ଯୋଉ ପଇସା ମୋ ପୁଅର ଜୀବନକୁ ବଞ୍ଚାଇ ପାରିଲା ନାହିଁ, ଯୋଉ ପଇସା ପାଇଁ ଦିନେ ମୁଁ ଗର୍ବ କରୁଥିଲି, ଠିକ ସେ ପଇସାକୁ ଠିକ ଆଜିଠୁ ମୁଁ ଶପଥ କରୁଛି କଳକାରଖାନା ନୁହଁ, ଗଛ ଲଗାଇବି। ଆଉ ଅନ୍ୟମାନଙ୍କୁ ମଧ୍ୟ ପରାମର୍ଶ ଦେବି। ମା ଯେପରି ସବୁ କଷ୍ଟ ନିଜେ ସହି ଚୁପ୍ ରହିଥାଏ, ସେହିପରି ଗଛଟିଏ ମଧ୍ୟ ସବୁ କଷ୍ଟ ସହି ଚୁପ୍ ରହିଥାଏ। ଆଜିଠୁ ମୁଁ ମାଟିଏକୁ ଗଛଟିଏର ସ୍ୱପ୍ନକୁ ସାକାର କରିବି। ଯାଅ ଗୋଟେ ଗଛ ନେଇ ଆସ, ସେହି ଗଛଟିକୁ ମୁଁ ମୋ ପୁଅ ନାଁରେ ଲଗାଇବି। ଆଉ ଶୁଣି ରଖ, ଅନ୍ୟମାନଙ୍କୁ ମଧ୍ୟ କହିରଖିବ ଯେ ଯୋଉଠି ଫାଙ୍କା ସ୍ଥାନ ଦେଖିବେ ଗଛ ଲଗାଇବି, ହେଲା? ଏ ମାନବ ସମାଜ ନିଜେ ନିଜେ ଭୁଲ